ସୁଶାନ୍ତ ଶେଖର ମହାନ୍ତି ଏଇଟା ପ୍ରତି 5 ବର୍ଷ ଦିଆ ହେଉଛି 18 ବର୍ଷ ପୁରିବା ପରଠୁ ଆଜି ପର୍ଯ୍ୟନ୍ତ 6 ଥର 7 ଥର ହେଲା ଏଇଟା ଆଉ ତଫାତ୍ ସେମିତି ଦେଖିବାକୁ ଗଲେ ଉଚିତ ଲୋକକୁ ଦେବା ଦରକାର ମାନେ ଜନସାଧାରଣ ବୁଝିବା ଦରକାର ଯେ ଦେଶ ପାଇଁ କାମ କରୁଛି କି ରାଜ୍ୟ ପାଇଁ ଯିଏ କାମ କରୁଛି ସେ ଲୋକକୁ ହିଁ ଆମର ମୂଲ୍ୟବାନ ଭୋଟଟା ଦେବା ନିହାତି ଜରୁରୀ। ଶୁଣନ୍ତୁ ମେଣ୍ଟ ହେବା ନ ହେବା ସେଇଟା ତ ମାନେ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ତାଙ୍କ ଭିତରେ ସେମାନେ ଲେସିନିଂ କରିବେ। ଏଥିରେ ଆମେ ସାଧାରଣ ଜନତା କହିବାଟା କି ମତାମତ ଦେବାଟା ଉଚିତ ଠିକ୍ ନୁହଁ। ଏଇଟା ବିକାଶ ତ ହେଉଛି ନିଶ୍ଚିତ ଦେଶ ଅଗ୍ରଗତି ଆଗେଇ ଯାଉଛି ଯେଟା ସତ ରାଜ୍ୟ ବି ଅଛି କିନ୍ତୁ ବିକାଶ ଯାହା ହେଉଛି ଯେଉଁ ଅନୁସାରେ ହେଉଛି ସେ ଅନୁସାରେ ହେଉନି ଆଜ୍ଞା। ଯେଉଁ ଅନୁସାରେ ହେବା କଥା ମାନେ ଆର୍ଥିକ ପରିସ୍ଥିତି ଆପଣ କୁହନ୍ତୁ କିମ୍ବା ମାନେ ବେକାରୀ ସମସ୍ୟା କୁହନ୍ତୁ ଏସବୁ ଇଲେକ୍ସନ୍ ଆସିଲେ ଖାଲି ଆମେ କହିବା କଥା ଏଇଟା କିନ୍ତୁ ନିହାତି ସତ କଥା ଏଗୁଡ଼ା। ତେଣୁ ନିଜର ସ୍ୱାଭିମାନ ହେବା ହେଉ ନିଜର ଆର୍ଥିକ ପରିସ୍ଥିତି ସୁଧାରିବା ହେଉ କିମ୍ବା ମାନେ ରାଜ୍ୟରୁ କ'ଣ ଦେଶରୁ କ'ଣ ବେକାରୀ ସମସ୍ୟାଟା ଯେତିକି ହେଉଛି ଯେଉଁ ମାତ୍ରାରେ ତାକୁ କମେଇବା ହେଉ କି ତାକୁ କେମିତି କରିହେବ ଠିକ୍ ସେ ସ୍ୱାଭିମାନ ହୁଅନ୍ତୁ ନିଜେ ନିଜ ଗୋଡ଼ରେ ଠିଆ ହୁଅନ୍ତୁ କି ନିଜେ ଚଳିବା ପାଇଁ ଯେମିତି ପରିସ୍ଥିତି ଦରକାର ଗୋଟେ ମଣିଷର କି ଯେଉଁ ଲୋକର ସେଇଟା ହେଉ ଏଇଟା ହେବା ଉଚିତ। ସେଇଟା ମୁଦ୍ଦା ରଖିବା କଥା ମାନେ ଏରିଆରେ ଡେଭଲପ୍ ତ ହେଉଛି ଆଜ୍ଞା ହେଉନାହିଁ ବୋଲି ଆମେ କହିବାନି ଯେ ସମ୍ପୂର୍ଣ୍ଣ ରୂପେ ଯେ ନାଇଁ ହେଉନାହିଁ ହେଉଛି ସତ। ଆଉ ଯେଉଁଟା ବାକି ଅଛି ଧର ଆମ ଏରିଆରେ ଗୋଟେ ଜିମ୍ ନାହିଁ କି ଅଡ଼ିଟୋରିୟମ୍ ରୁମ୍ ନାହିଁ କି ଏଇ ଟାଇପ୍ର ଯେଉଁଟା ନିହାତି ଜରୁରୀ କମ୍ୟୁନିଟି ହଲ୍ ନାହିଁ ଗୋଟେ ତ ଏଇ ଟାଇପ୍ର ଜିନିଷ ହେବା ଜରୁରୀ ଅଛି। ସେଗୁଡ଼ା ହେଇଯାଇଛି ଆଜ୍ଞା ଇଲେକ୍ଟ୍ରିସିଟି କ'ଣ ଡ୍ରେନେଜ୍ କ'ଣ ଲାଇଟ୍ କ'ଣ ଏଗୁଡ଼ା ସବୁ ମେଡ଼ିକାଲ ଆମର ୱାର୍ଡ଼ରେ ନାହିଁ କିନ୍ତୁ ଅଛି ପାଖରେ ବରମୁଣ୍ଡାରେ ଅଛି ଗୋଟେ 8 ନମ୍ବରରେ ତାରିଣୀ ମନ୍ଦିର ପାଖରେ ଗୋଟେ ଅଛି ଜେନେରାଲ ଡିସ୍ପେନ୍ସରୀ ଅଛି କିନ୍ତୁ ଆମ ୱାର୍ଡ଼ରେ ମାନେ ଡିସ୍ପେନ୍ସରୀ ମାନେ ୱାର୍ଡ଼ରେ ନାହିଁ। ଆମେ ଗଲେ ବି ୱାର୍ଡ଼ ଇନ୍ ଦ ସେନ୍ସ କ'ଣ ଆପଣଙ୍କର ୱାର୍ଡ଼ ଭିତରେ ସେଇଟା ଭେଟନାରୀର ଯେଉଁଟା ଅଛି ସେଇଟା କେବଳ ତାଙ୍କ କଲେଜ ଷ୍ଟାଫ୍ ମାନେ କିମ୍ବା ଇଏ ଲୋକ ଜେନେରାଲ ଲୋକଙ୍କ ପାଇଁ ସେଇଟା ମାନେ ଜେନେରାଲ ଡିସ୍ପେନ୍ସରୀ ଯେଉଁଟା କହନ୍ତି ଆମର ଲୋକାଲ ଇଏରେ ସେଇଟା ନାହିଁ ସେ ଜିନିଷଟା। ଆମେ ଯିବାକୁ ଗଲେ ବରମୁଣ୍ଡା ଯିବାକୁ ପଡ଼ିବ କିମ୍ବା 8 ନମ୍ବର ତାରିଣୀ ମନ୍ଦିର ଅଲଗା ବାଟକୁ ଯିବାକୁ ପଡ଼ୁଛି ଏଇଆ ଆଉ। ଶୁଣନ୍ତୁ ଆଜ୍ଞା ଏଇଟା ଆପଣଙ୍କର କର୍ପୋରେଟ୍ ଇଲେକ୍ସନ୍ ହେଇନି କିମ୍ବା ସରପଞ୍ଚ ଇଲେକ୍ସନ୍ ହେଇନି ଯେ ଆପଣ ବ୍ୟକ୍ତିକି ଦେଖିକି ଯିବେ ସତ କଥା ଟ୍ରୁ ଫ୍ୟାକ୍ଟ ଏଇଟା। ଯେହେତୁ ଏଇଟା ମାନେ ଦଳକୁ ଯିବା ଏଇଥିପାଇଁ ଦରକାର ଜେନେରାଲ ଇଲେକ୍ସନରେ ଆମ ଭୋଟଟା କେମିତି ମୂଲ୍ୟ ରହୁ ବୁଝିପାରିଲେ। ଏଠି ଯଦି ଆପଣ ବ୍ୟକ୍ତିଗତକୁ ଦେଖିବେ ତାହେଲେ ଭୁଲ ଭାଲ ହେଇଯିବ ମୋ ଗଣନା ଅନୁସାରେ କିନ୍ତୁ ଯେହେତୁ ଆପଣଙ୍କର ମ୍ୟୁନିସିପାଲିଟି ଇଲେକ୍ସନ୍ ହେଲା କି ଆପଣ ସରପଞ୍ଚ ଇଲେକ୍ସନ୍ ହେଲା ସେଠି ଯେହେତୁ ବ୍ୟକ୍ତିଗତ ମୋତେ ସେ ଭଲ ଜାଣିଛି କି ମୁଁ ତାକୁ ଜାଣିଛି ସେଠି ଦଳକୁ ଲୋକ ଯିବାକୁ ଟିକେ ପସନ୍ଦ କରନ୍ତିନି କିନ୍ତୁ ଯେହେତୁ ଏଇଟା ମାନେ ବିଧାନସଭା କି ଲୋକସଭା ଇଏ ତେଣୁ ଏଇଟା ଦଳକୁ ଯିବାଟା ବୁଦ୍ଧିମାନର କାମ ଏଇଟା ନିଶ୍ଚିତ ଭାବରେ ସେଇଟା ଆସିବା ଦରକାର। ଏଇଥିପାଇଁ ଲୋକଙ୍କର ସମସ୍ୟା ଆଜ୍ଞା ବହୁତ ବ୍ୟକ୍ତିଗତ ତ ନୁହଁ ସମସ୍ତ ସମୂହ ହିସାବରେ ଦେଖିବାକୁ ଗଲେ ବ୍ୟକ୍ତିଗତ ହିସାବରେ ଛାଡ଼ିକି ସମୂହ ଦେଖିବାକୁ ଗଲେ ଲୋକଙ୍କର ସମସ୍ୟା ଅଛି ସମସ୍ୟା ବି ରହିବ ଆଜ୍ଞା। ତେଣୁ ଯେତିକି ସମ୍ଭବତଃ ଜଣେ ବିଧାୟକ ହିସାବରେ ହୁଅନ୍ତୁ କିମ୍ବା ଲୋକ ପ୍ରତିନିଧି ହିସାବରେ ହୁଅନ୍ତୁ ଚାହିଁଲେ ଯେଉଁଟା କରିପାରିବେ ସେଇଟା କରିବା ନିହାତି ଜରୁରୀ। ଯେତିକି ଆମେ ଜାଣିଛୁ କି ଆମ ଏରିଆରେ ଯେ ମାନେ ଅଛନ୍ତି ଯେ ବିଧାୟକ ସେ ବି ଲୋକଙ୍କ ସହିତ ଅଛନ୍ତି ରହୁଛନ୍ତି ଭଲ ମନ୍ଦରେ ଆସୁଛନ୍ତି କମ୍ୟୁନିକେସନ୍ ରଖୁଛନ୍ତି ଏଣୁ ତା ମାନେ ନୁହେଁ ଯେ ସେ ଆସୁନାହାନ୍ତି କି ଟୋଟାଲି 5 ବର୍ଷକୁ ଥରେ ଆସୁଛନ୍ତି କିନ୍ତୁ ଆସୁଛନ୍ତି ଲୋକଙ୍କୁ ଭଲ ମନ୍ଦରେ ଠିଆ ହେଉଛନ୍ତି କେଉଁଠି କ'ଣ ଇନାଗୁରେସନ୍ ହେଲା ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ଥାଇକି ହେଉ କିମ୍ବା କାହାର ଦେହ ଖରାପ ହେଲେ ଏମିତି ବି ଆସନ୍ତି। ସେ ଆମର ଦେଖିବାକୁ ଗଲେ ଆମ ଏକାମ୍ର ନିର୍ବାଚନ ମଣ୍ଡଳୀ ଯେଉଁଟା ଆମର ଏଇଟା ଆମର ବର୍ତ୍ତମାନ ଯିଏ ବିଧାୟକ ଅଛନ୍ତି 3 ଥର କଣ୍ଟିନ୍ୟୁ ସିଏ ବି ଅଛନ୍ତି ବିଗତ 15 ବର୍ଷ ହେଲା ସେ ବିଧାୟକ ଥିଲେ ଏବେ ବି ଅଛନ୍ତି। ଏଥର ଟିକେଟ୍ ତ ବର୍ତ୍ତମାନ ସୁଦ୍ଧା ଦିଆ ହେଇନି କି କିଏ କେଉଁଠୁ ଠିଆ ହେବ କି କ'ଣ ଆସନ ଅନୁସାରେ ବର୍ତ୍ତମାନ ସୁଦ୍ଧା କାହାକୁ ସେମିତି କିଛି ବଣ୍ଟା ହେଇନି କିନ୍ତୁ ଆମେ ଜାଣିବାରେ ଯଦି ଟିକେଟ୍ ପାଆନ୍ତି କି ଯିଏ ଅଛନ୍ତି ସେ ରହିବେ କି ଆମ ପାଇଁ କିଛି କରିବେ କରୁଛନ୍ତି ତେଣୁ ଭବିଷ୍ୟତକୁ ରହନ୍ତୁ ବୋଲି ଆମର ଏଇଟା ଆଶା। ସମସ୍ତଙ୍କୁ ଏତିକି ଛୋଟ ପିଲାମାନେ ଯେଉଁମାନେ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଛନ୍ତି ଭୋଟର ଲିଷ୍ଟ ନାଁ ସେମାନଙ୍କର ଉଠିଯାଇଛି ଲିଷ୍ଟ କି ନିହାତି ରୂପରେ ଭୋଟ ଖଣ୍ଡେ ନିହାତି ଯାଇକି ଭୋଟ କାଉଣ୍ଟ ଇଏ ପାଖରେ
ଭୋଟିଂ ପାଖରେ ଯାଇକି ନିହାତି ଦେବା ଦରକାର। ସେଇଟା ତୁମର ନିଜର ମାନେ ନିଜର ଅଧିକାର ସେଇଟା, ମାନେ ତା ମାନେ ନୁହେଁ ଯେ ତୁମେ ଛୋଟ ପିଲା ଆମେ କାହିଁକି ଯିବୁ, ତାଙ୍କୁ ସେମାନେ ଗଲେ ହିଁ ସବୁକିଛି ଆଗକୁ ଯିବ, କି ଦେଶ ଆଗକୁ ଯିବ, କି ରାଜ୍ୟ ଆଗକୁ ଯିବ। ତେଣୁ ସେମାନଙ୍କର ଭୋଟଟା ବହୁତ ମୂଲ୍ୟବାନ। ଏଣୁ ସମସ୍ତଙ୍କୁ ଏତିକି ଅନୁରୋଧ, ସାନ ଭାଇ ଭଉଣୀମାନଙ୍କୁ ସେମାନେ ନିହାତି ଯିବା, ଦେଇକି ତାଙ୍କର ମୂଲ୍ୟବାନ ଭୋଟ ଦେଇକି ସାବ୍ୟସ୍ତ କରନ୍ତୁ ନିଜର ଅଧିକାରକୁ। ଆଲୋକ ପୁହାଣ, ଜଗତସିଂହପୁର ନିର୍ବାଚନ ମଣ୍ଡଳୀ। ହଁ, ତ ନିର୍ବାଚନ ତ ଡିକ୍ଲେୟାର ହେଇଯାଇଛି, ତ ଭୋଟ ତ ଦେବୁ ନିଶ୍ଚିନ୍ତ। ଆଉ ନା ନିର୍ବାଚନ ତ ଇଏ ତ ସବୁ କଣ୍ଢେଇ ଖେଳ ସବୁ ଚାଲିଲାଣି, ସମସ୍ତେ ସ୍ୱାର୍ଥରେ ଦୌଡ଼ିଛନ୍ତି, କିଏ କାହା ପାଲା ରଖିବ ସିଏ ତାଙ୍କର ଚିନ୍ତା ହେଲାଣି। ଆଉ ଭୋଟର କ'ଣ କରିବେ? ହଁ, ଅଭିଜ୍ଞତା ଅଛି, ହେଲେ କାହା ବିରୁଦ୍ଧରେ କହିବାଟା ଠିକ୍ ନୁହଁ। ହଁ, ଉନ୍ନତି ହେଇଛି ସେଗୁଡ଼ା କହିଲା ବୋଲି ହଁ ହେଇଛି। ଆମ ପିଲାବେଳେ କଥା ଏବେ ବହୁତ ସିଷ୍ଟମ୍ ବହୁତ ଚେଞ୍ଜ, 75% ଚେଞ୍ଜ ହେଇଛି, ସେଇଟା କହିଲେ ହେବନି। ମେଣ୍ଟୁକୁ ନେଇକରି ବିଜେପି ବାଲା ତ କହୁଛନ୍ତି ଆମର ହେଇଯିବ ସେ ମୋଦିକି ଧରିକିରି। ଆମର ପାଣ୍ଡିଆନ ବାବୁ ଅଛନ୍ତି, ନବୀନ ବାବୁ ଅଛନ୍ତି, ଧରିକିରି ଆମର ସବୁ ଉନ୍ନତି ହେଇଯିବ। ତାପରେ ଖେଳ ସବୁ ଅଲଗା ଚାଲିଛି, ବଡ଼ ବଡ଼ କଥା, ବଡ଼ ବଡ଼ କାମ ସବୁ। ଆଉ ଏମାନେ ଭାବୁଛନ୍ତି ଯେ ଆମେ ଟଙ୍କା ଫୋପାଡ଼ିକିରି କୋଟି କୋଟି ଟଙ୍କା ସବୁ ଦେଇଦେବା, ଭଲ ମନ୍ଦ କରିବା, 5 ବର୍ଷ ଭିତରେ କିଛି ନାହିଁ। ଇଲେକ୍ସନ୍ ଟାଇମ୍ରେ ଏଇଟା ଡିକ୍ଲେୟାର ହେଉଛି, ମେଣ୍ଟ ଆଉ କେମିତି ହେବ ଜଣା? ଡିକ୍ଲେୟାର ସରିଲାଣି ଆଉ କ'ଣ ମେଣ୍ଟ ହେବ? ଆଉ ଭିତରେ ସିଏ ତ ଛାଡ଼ୁନାହାନ୍ତି। ସିଏ ତ ବିଜେପି ବାଲା କହନ୍ତି ଆମେ ଜିତିବୁ, ବିଜେପି ବାଲା କହନ୍ତି ଆମେ ଜିତିବୁ। ହେଇଥିଲେ କ'ଣ ହେଇଥାନ୍ତା? ଆମର ସେ ବନ୍ଧୁ ଥାନ୍ତା, ବହୁତ ଦିନ ପରେ ପୁଣି ହେଇଥିଲା ବିଜେପି ସାଥିରେ ଆମର ମେଣ୍ଟ ହେଇଥିଲା, ପୁଣି ଅଲଗା ହେଇଯାଇଛି। ପୁଣି ବନ୍ଧୁ ମିଳନ ହେଲେ ତ ବାହାଘର କରିସାରିଲେଣି କଂଗ୍ରେସ ବାଲା। ପିଲାଙ୍କୁ କାହାକୁ 2,000, 10,000, 5,000 ଏସବୁ ଟଙ୍କା ଦିଆହେଉଛି, କିଛି ନାହିଁ। ସେ ଜିନିଷଟା ମୋ କହିବା କଥା, ଆମର ଯେମିତି ବାହାର ଦେଶରେ ଯେମିତି ଗୁଜୁରାଟ ହେଉ, ଚେନ୍ନାଇ ହେଉ, କି ଯେକୌଣସି ରାଜ୍ୟକୁ ଯାଆନ୍ତୁ, ତାଙ୍କ ଲୋକ କେହି ଆସୁନାହାନ୍ତି। ତ ଆମେ ବେଗ୍ ଧରି ଯିବାଟା ସକାଳୁ ଷ୍ଟେସନ ପାଖରେ ପ୍ଲାଟଫର୍ମରେ ପଡ଼ିଆ ରାତି ଦିନ ହେଇକିରି, ସେଇଟା ହେଉଛି ଆମ ଭାଗ୍ୟରେ ଅଛି। ଆମ ସରକାର ଆମକୁ ପକେଇଛି, ଯେକୌଣସି କାହା ବିରୁଦ୍ଧରେ ନାହିଁ। ଆମ ସରକାର ଚେଞ୍ଜ କରିପାରିନି। ସେଇ ମୋଦି ତ ମୁଖ୍ୟମନ୍ତ୍ରୀ ଗୁଜୁରାଟରେ, ସେ କ'ଣ କରି ଆସିଛନ୍ତି? ସେ କରିଛନ୍ତି ବୋଲି ତ ଆଜି 15 ବର୍ଷ ଶାସନ, 10 ବର୍ଷ ପରେ ପୁଣି 5 ବର୍ଷ କରିବେ, ଏଇଟା ନିଶ୍ଚିନ୍ତ। ଆଉ ସିଏ ଟକ୍କର ଦେଉଛନ୍ତି କ'ଣ ନା, ରାଜୀବ ଗାନ୍ଧୀ ଭଳିଆ ସିଏ 400 ସିଟ୍ ଆଣିକିରି ଇଏ ଦେଖେଇ ଦେବେ ମହାନ ଭାରତ ଭିତରେ ପ୍ରଧାନମନ୍ତ୍ରୀ। ନା ସେଇଟା କେମିତି କଳନା କରିହେଉନି, କିନ୍ତୁ ଠିକ୍ ମୋଦି ବି ଖରାପ ଲୋକ ନୁହନ୍ତି, ଦେଶ ପାଇଁ କରୁଛନ୍ତି। ନବୀନ ବାବୁ କି ଖରାପ ନୁହନ୍ତି, କିନ୍ତୁ ଏସବୁ ବୁଢ଼ା ତ ଜାଣିନି, କେଞ୍ଚି ଦେଉଛନ୍ତି ଯିଏ ଯାହା। ବୁଢ଼ାର ବୟସ ନାହିଁ, ବୁଢ଼ା ତ ବସିଲା ବେଳକୁ କିନ୍ତୁ କୁଜ ହେଇଗଲାଣି। ଆସିଲା ବେଳେ ଯେମିତି ଥିଲେ, ଅଭିଜ୍ଞତା ଆଉ କଥା କହିବା ତାଙ୍କ ଶକ୍ତି ନାହିଁ, 5 ମିନିଟ୍ ଠିଆ ହେଇ ପାରୁନାହାନ୍ତି। ସବୁ ଜିନିଷ ଦେଖୁଛି, ବିଚାର କରୁଛି, ହେଲେ କ'ଣ ଆମେ କ'ଣ କରିବୁ? ମୋ ଭୋଟଟା ମୁଁ କହିବି, ମୋ ସ୍ତ୍ରୀ ଭୋଟଟା ମୁଁ କହିପାରୁନି, ମୋ ପିଲା ଭୋଟଟା ମୁଁ କହିପାରୁନି। ସେମାନେ ସମସ୍ତେ ରାଜନୀତିଟା ଆଉ ନାହିଁ ଯେ ଆମେ ଦଳ ବଳ ଦେଖି, ଆମ ପରିବାର ଦେଖିକିରି ମୋ ପିଲାକୁ କହି, ମୋ ପିଲାକୁ ନାହିଁ ଇଏ ଲୋକଟା ଭଲ ନୁହଁ, ସେ ସରକାରଟା ଠିକ୍ ଥିଲା, ସେଇଟା ଅମକ କରିଛି, ସେ ସମକ କରିଛି। ଲୋକ ଆଜିକାଲି ଏଇଆ।